ଶୀତ ରାତି। ମାମୁଙ୍କ ସାହାଯ୍ୟରେ ମୁଁ ଆରାମରେ ଶୋଇଥାଏ। ଚାରିଆଡ଼େ ଘନ କୁହୁଡ଼ି, ବରଫ ପବନର ମହଲ ଥିଲା। ସେତେବେଳେ ମୋତେ ମାତ୍ର 16 ବର୍ଷ ବୟସ ହୋଇଥାଏ। ଆମ ଗାଁର ତାପମାତ୍ରା ଫ୍ରିଜ୍ ପଏଣ୍ଟ ତଳେ ଯାଉଥିଲା। ଘରର ସମସ୍ତ ସଦସ୍ୟ ଶୋଇଥିଲେ। ମୁଁ ମୋ ରୁମରେ କମର ଘୋଡ଼ି ହୋଇ ଏକୁଟିଆ ଶୋଇବାକୁ ଚେଷ୍ଟା କରୁଥାଏ। କିନ୍ତୁ ଏତେ ଥଣ୍ଡା ଥିଲା ଯେ ମୋ ହାତ ଏବଂ ଗୋଡ଼ ଥଣ୍ଡା ହୋଇ ଯାଉଥାଏ। କମର ସହିତ ନିଜକୁ ଘୋଡ଼ାଇବା ପରେ ମଧ୍ୟ ଲାଗିଲା ଯେମିତି ଶୀତର ଛୁଞ୍ଚି ମୋ ଦେହକୁ ଚାପି ଦେଉଥାଏ। ମୁଁ ଥରି ଉଠିଲି ଏବଂ ବିଛଣାରୁ ଉଠି ଗରମ ପାଣି କିମ୍ବା କିଛି ଖୋଜିବାକୁ ରୋଷେଇ ଘର ଆଡ଼କୁ ଗଲି। କିନ୍ତୁ ସେଠାରେ ଶୀତର ରାଜତ୍ୱ ମଧ୍ୟ ରହିଥାଏ। ତାପରେ ଚିନ୍ତା ମୋ ମନକୁ ଆସିଲା ଯେ ମାମୁଙ୍କ ରୁମ୍ ପାଖରେ ଅଛି। ତାଙ୍କ କମର ସବୁବେଳେ ଗରମ ଅଟେ। ମୁଁ ଭୟଭୀତ ହୋଇ ତାଙ୍କ ରୁମ୍ ଆଡ଼କୁ ଗଲି ଏବଂ କବାଟକୁ ହାଲକା ବାଡ଼େଇଲି। ଭିତରକୁ ଆସ ନାମକ ଏକ କୋମଳ ସ୍ୱର ଶୁଣାଗଲା। ମୁଁ ଥରି ଥରି ଭିତରକୁ ଗଲି ଏବଂ କହିଲି, ମାମୁଁ, ମୁଁ ବହୁତ ଥଣ୍ଡା ଅନୁଭବ କରୁଛି। ମାମୁଁ ମୋର ହାତ ଗୋଡ଼ ଚାରିପଟେ ଥଣ୍ଡା ହୋଇଯାଉଛି। ମାମୁଁ ମୋତେ କହିଥିଲେ ଯେ ସବୁକିଛି ଠିକ୍ ହୋଇଯିବ। ତୁମକୁ ମଧ୍ୟ ଗରମ ଲାଗିବ। ମୁଁ ଚେଷ୍ଟା କରୁଛି। ସେ ମୋ ହାତ ଏବଂ ପାଦକୁ ଧୀରେ ଧୀରେ ରଗଡ଼ା ରଗଡ଼ି କରି ଗରମ କରିବାକୁ ଚେଷ୍ଟା କଲେ। ମୁଁ ଶୀତରୁ ମୁକ୍ତି ପାଇବାକୁ ଲାଗିଲି। ମାମୁଙ୍କର ସାହାଯ୍ୟ ଏବଂ ଯତ୍ନ ମୋତେ ସେହି ରାତିରେ ଏକ ନୂତନ ଶିକ୍ଷା ଦେଲା। ତୁମର ପ୍ରିୟ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସମର୍ଥନ କରିବା କେତେ ମହତ୍ତ୍ୱପୂର୍ଣ୍ଣ କାମ। ବହୁ ରାତି କେବଳ ଶୀତରୁ ମୁକ୍ତି ପାଇବା ବିଷୟରେ ନୁହେଁ, ବରଂ ମାନବିକତା ଏବଂ ପ୍ରକୃତ ସମ୍ପର୍କ ପ୍ରତ୍ୟେକ ଅସୁବିଧାକୁ ସହଜ କରିପାରେ ବୋଲି। ପରଦିନ ସକାଳେ ଯେତେବେଳେ ସୂର୍ଯ୍ୟଙ୍କ ପ୍ରଥମ କିରଣ ଝରକା ଦେଇ ଦେଖାଗଲା, ମୁଁ ଏକ ନୂତନ ଶକ୍ତି ସହିତ ଉଠିଲି। ସେହି ଶୀତ ରାତି ମୋ ପାଇଁ ଆଜୀବନ ସ୍ମୃତି ହୋଇ ରହିଯାଇଥାଏ। ଶୀତ ରାତି ମାମୁଙ୍କର ଯତ୍ନ ଚାଲିଲା। ଧୀରେ ଧୀରେ ମୁଁ କମର ଭିତରେ ଥିବା ଶୀତରୁ ମୁକ୍ତି ପାଇଲି। କିନ୍ତୁ ମୋର ମନ ତଥାପି ଅସ୍ଥିର ଥାଏ। ମୋର କମ୍ପିତ ହାତ ଓ ଗୋଡ଼ ଦେଖି ମାମୁଁ ମୃଦୁ ଭାବରେ କୁହନ୍ତି, ପୁଅ, ଥଣ୍ଡାକୁ ଭୟ କରିବା ଉଚିତ ନୁହେଁ। ଏହା କେବଳ ସମୟର କଥା ଅଟେ। ଶରୀରକୁ ଗରମ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତାଙ୍କ କଥାରେ ଏକ ଅଦ୍ଭୁତ ଉତ୍ସାହ ଥିଲା, ଯାହା ମୋତେ ସେହି ଶୀତଳ ପରିବେଶରେ ମଧ୍ୟ ସାହସ ଦେଉଥିଲା। ତାଙ୍କ କାର୍ଯ୍ୟରେ ପରିଚିତତା ଏବଂ ଅଭିଜ୍ଞତାର ଭାବନା ଥିଲା। ଧୀରେ ଧୀରେ ମୋର ଆଙ୍ଗୁଠି, ଯାହା ପୂର୍ବରୁ ଅସ୍ଥିର ହୋଇଯାଉଥିଲା, ବର୍ତ୍ତମାନ ହାଲକା ହୋଇଗଲା। ଅଭିନୟ ଆରମ୍ଭ କଲେ। ଏହାପରେ ମାମୁଁ କହୁଥିଲେ ଯେ ଯେତେବେଳେ ବି ଅତ୍ୟଧିକ ଥଣ୍ଡା ହୁଏ, ଶରୀରକୁ ଚଳପ୍ରଚଳ ରଖିବାକୁ ଚେଷ୍ଟା କରନ୍ତୁ। ଥଣ୍ଡାକୁ ଗ୍ରହଣ କରିବା ବିପଦଜନକ ହୋଇପାରେ। ମୁଁ ଏହି କଥାଗୁଡ଼ିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକଲି। ରାତିର ବିଶେଷ ମୁହୂର୍ତ୍ତ। କିଛି ସମୟ ପରେ ସେ ମୋତେ କମ୍ବଳରେ ଗୁଡ଼ାଇ କହିଲେ, ଚାଲ, ରୋଷେଇ ଘରକୁ ଯାଇ ସେଠାରେ କିଛି ଗରମ ଗରମ ଚା ତିଆରି କରିବା। ମୁଁ ପ୍ରଥମେ ତାଙ୍କୁ ଟିକେ ଦ୍ୱିଧାରେ ଥିଲି, କିନ୍ତୁ ତାଙ୍କର ହସ ଏବଂ ଅନ୍ତରଙ୍ଗତା ମୋତେ ପ୍ରେରଣା ଦେଲା। ମାମୁଁ ଚୁଲିରେ କାଠ ଜାଳିଲେ। ନିଆଁ ରୁମ୍କୁ ଆଲୋକିତ କଲା। ମୋ ଭିତରେ ନୂତନ ଶକ୍ତି ଜାଗ୍ରତ କଲା। ସେ ଅଦା ଏବଂ ମସଲାରେ ଭରପୁର ଚା ତିଆରି କରି ମୋତେ ଗୋଟିଏ କପ୍ ଦେଲେ। ଯେତେବେଳେ ମୁଁ ଚା'ର ପ୍ରଥମ ଚୁପ୍ ନେଇଥିଲି, ଲାଗିଲା ଯେପରି ଥଣ୍ଡା ସମ୍ପୂର୍ଣ୍ଣ ଲୋପ ପାଇଗଲା। ଚା ଉପରେ ସେ ମୋ ପିଲାଦିନ ବିଷୟରେ କଥାବାର୍ତ୍ତା କରିବାକୁ ଲାଗିଲେ। ମୋର ମନେ ଅଛି, ଯେତେବେଳେ ତୁମେ ଛୋଟ ଥିଲ ଏବଂ ପ୍ରଥମ ଥର ପାଇଁ ଗାଁକୁ ଆସିଥିଲ, ସେଦିନ ତୁମେ ଥଣ୍ଡା ସହିତ ଥରି ଉଠୁଥିଲ ଏବଂ ମୁଁ ତୁମକୁ ମୋର ଜ୍ୟାକେଟ୍ ପିନ୍ଧାଇ ଦେଇଥିଲି। ତାଙ୍କ କଥା ଶୁଣିବା ପରେ ମୋ ଓଠରେ ହସ ଦେଖାଗଲା। ଭୋପାଳ ଏତେ ସ୍ୱତନ୍ତ୍ର ଥିଲା ଯେ ମୁଁ ଅନୁଭବ କରିବାକୁ ଲାଗିଲି ଯେପରି ଅଧିକ ପଦ ଆମକୁ ନିକଟତର କରିଛି। ସକାଳର ନୂଆ ଆରମ୍ଭ। ସେହି ରାତି ପରେ ମୁଁ ମୋ ରୁମ୍କୁ ଆସିଲି। କିନ୍ତୁ ବର୍ତ୍ତମାନ ଥଣ୍ଡା ହେବାର ଭୟ ନଥିଲା। ମୁଁ ଯେତେବେଳେ ସକାଳେ ଉଠିଲି, ସୂର୍ଯ୍ୟକିରଣ ଝରକା ଦେଇ ରୁମ୍ ଭିତରକୁ ପଶି ଆସୁଥିଲା। ମୋତେ ଲାଗିଲା ଯେମିତି ରାତିର ଶୀତ ଓ ଅନ୍ଧକାର ସରିଯାଇଛି। ମୁଁ ଯେତେବେଳେ ମାମୁଁ ପାଖକୁ ଗଲି, ସେ ହସି ହସି ପଚାରିଲେ, ତୁମେ ବର୍ତ୍ତମାନ ଥଣ୍ଡାକୁ ଭୟ କରୁଛ କି? ସେହି ଦିନଠାରୁ ମୁଁ ଜାଣିଲି ଯେ କଷ୍ଟ ସମୟରେ କାହାର ସମର୍ଥନ ହେବା, ଅନ୍ୟମାନଙ୍କ ପାଇଁ ଠିଆ ହେବା ହେଉଛି ପ୍ରକୃତ ସମ୍ପର୍କର ସୌନ୍ଦର୍ଯ୍ୟ। ରୋଷେଇ ଘରେ ଚା ପିଉଥିବା ବେଳେ ମାମୁଁ ହଠାତ୍ କହିଲେ, ଆପଣ ଜାଣନ୍ତି କି, ବେଳେବେଳେ ଥଣ୍ଡା ଆମ ଭିତରୁ ବାହାର ଅପେକ୍ଷା ଅଧିକ ଆସେ। ଏହାକୁ ଦୂର କରିବାର ଗୋଟିଏ ମାତ୍ର ଉପାୟ ହେଉଛି ପରସ୍ପରକୁ ପ୍ରେମ ଏବଂ ସମର୍ଥନ କରିବା। ଚା ସରିବା ପରେ ସେ ଚୁଲି ପାଖରେ ରଖାଯାଇଥିବା ପ୍ୟାନ୍ରେ ଗୁଣ୍ଡ ଏବଂ ଅଦା ସହିତ ଗରମ ରୁଟି ପ୍ରସ୍ତୁତ କଲେ। ଏହି ରୁଟିକୁ ପୁଅ ଖାଇଦିଅ। ଏହା ତୁମକୁ ଶକ୍ତି ଦେବ ବୋଲି ମାମୁଁ କହିଲେ। ତାଙ୍କ ଆଖିରେ ଥିବା ପ୍ରେମ ମୋତେ ବହୁତ ଗଭୀର ଭାବରେ ସ୍ପର୍ଶ କରୁଥାଏ। ରାତିରେ ଆଉ କିଛି କ୍ଷଣ
ପାଇଁ ରୁଟି ଖାଇବା ପରେ ମୁଁ ପୁଣି ତାଙ୍କ ପାଖରେ ବସିଲି। ଶୀତରୁ ନିଜକୁ ରକ୍ଷା କରିବା ପାଇଁ ଆମେ ଦୁହେଁ କ୍ୟୁଲ୍ଟ ତଳେ ହୁଡ୍ କରିଥିଲୁ। ଏଥର ପରିବେଶ ଆହୁରି ଅଲଗା ଥିଲା। ମାମୁଁ ମୋତେ ତାଙ୍କ ପୁରୁଣା ଦିନର କାହାଣୀ କହିବା ଆରମ୍ଭ କଲେ। ସେ କିପରି ପିଲା ଦିନରେ ଶତାବ୍ଦୀ ଧରି ଲଢ଼ୁଥିଲେ। ତାଙ୍କ ମା ଏବଂ ଜେଜେମା ତାଙ୍କ ପାଇଁ କିପରି ମୋଟା କମ୍ବଳ ତିଆରି କରୁଥିଲେ। ତାଙ୍କ କାହାଣୀରେ ଏକ ଭିନ୍ନ ମଧୁରତା ଥିଲା। ତାଙ୍କ ଜୀବନର ସଂଘର୍ଷ, ସ୍ନେହ ଏବଂ ସମ୍ପର୍କର ମହତ୍ତ୍ୱ ପ୍ରତ୍ୟେକ କଥାରେ ଦୃଶ୍ୟମାନ ହେଉଥିଲା। ମୁଁ ତାଙ୍କ କଥାରେ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ ରହୁଥିଲି। ଲାଗୁଥିଲା ଯେପରି ସମୟ ବନ୍ଦ ହୋଇଯାଇଛି ଏବଂ ସେହି ଶୀତ ରାତି ଆମକୁ ନିକଟତର କରିଛି। ନୂଆ ସକାଳର ସୂର୍ଯ୍ୟ ଯେତେବେଳେ ସକାଳ ଆସିଲା, ମୁଁ କମର ଭିତରୁ ଉଠିବା ମାତ୍ରେ ଅନୁଭବ କରିଲି ଯେ ମୋ ଭିତରେ ଏକ ନୂଆ ଶକ୍ତି ଭରିଗଲା। ମାମୁଁ ସେତେବେଳକୁ ଜାଗ୍ରତ ହୋଇସାରିଛନ୍ତି। ସେମାନେ ପ୍ରାଙ୍ଗଣରେ କାଠ ଜାଳି ନିଜକୁ ଗରମ କରୁଥିଲେ। ମୁଁ ତାଙ୍କ ଆଡ଼କୁ ଚାହିଁ ହସି ହସି କହିଲି, ମାମୁଁ, ଗତ ରାତିରେ ତୁମର ସାହାଯ୍ୟ ବିନା ବୋଧହୁଏ ଥଣ୍ଡାକୁ ଏତେ ସହଜରେ ସହିପାରି ନଥାନ୍ତି। ମାମୁଁ ହସି ହସି କହିଲେ, ପୁଅ, ମଣିଷ ଟିକିଏ ସାହାଯ୍ୟ ଆବଶ୍ୟକ କରେ। ପରସ୍ପରକୁ ସାହାଯ୍ୟ କରିବା ଆମକୁ ଅଧିକ ଶକ୍ତିଶାଳୀ କରିଥାଏ। ସେହି ମୁହୂର୍ତ୍ତଟି ମୋ ପାଇଁ ଜୀବନର ସବୁଠାରୁ ବଡ଼ ଶିକ୍ଷା ଥିଲା। ସମ୍ପର୍କର ଶକ୍ତି ଏବଂ ଉଷ୍ମତା ହେଉଛି ଯାହା ଆମକୁ କଠିନ ସମୟରେ ମଧ୍ୟ ବିଜୟ ଆଣି ଦେଇଥାଏ। ମୁଁ ମାମୁଁଙ୍କୁ ଜୋରରେ ଆଲିଙ୍ଗନ କଲି। ଭୋପାଳ ଏତେ ସ୍ୱତନ୍ତ୍ର ଥିଲା ଯେ ମୁଁ ତଥାପି ତାଙ୍କ ହାତର ଅନୁଭବ କରିପାରିବି। ସ୍ମୃତି ଯାହା ସବୁଦିନ ପାଇଁ ରହିବ। ସେହି ଦିନଠାରୁ ପ୍ରତ୍ୟେକ ଥର ଥଣ୍ଡା ହେଲେ ମୁଁ ସେହି ରାତି କଥା ମନେ ପକାଏ। ମାମୁଁଙ୍କର କଥା, ତାଙ୍କର ପ୍ରେମ ଏବଂ ଯତ୍ନ ମୋ ମନରେ ଏକ ପ୍ରଭାବ ପକାଇଲା ଯାହା କେବେ ବି ଲିଭାଯାଇ ପାରିବ ନାହିଁ। ବର୍ତ୍ତମାନ ମୋ ପାଇଁ ଏହା କେବଳ ପାଗ ନୁହେଁ, ବରଂ ସମ୍ପର୍କର ଉଷ୍ମତାର ପ୍ରତୀକ ପାଲଟିଛି। ସମ୍ପର୍କର ଶୀତଳ ରାତି ଏବଂ ଉଷ୍ମତାର ଭାବନା ବର୍ତ୍ତମାନ ସକାଳର ସୁବର୍ଣ୍ଣ କିରଣ ସହିତ ପ୍ରାଙ୍ଗଣରେ ବ୍ୟାପି ଯାଇଥିଲା। ହାଲକା ଥଣ୍ଡା ପବନ ତଥାପି ପ୍ରବାହିତ ହେଉଥିଲା, କିନ୍ତୁ ବର୍ତ୍ତମାନ ସେହି ଥଣ୍ଡା ଭୟଭୀତ ନୁହେଁ, କିନ୍ତୁ ସତେଜ। ମାମୁଁ ଜଳଖିଆ ପାଇଁ ମୋ ପାଇଁ ଗରମ ପରଠା ତିଆରି କରୁଥିଲେ। ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସ୍ନେହ ଦୃଶ୍ୟମାନ ହେଉଥିଲା। ତୁମେ ପୁଅ ଜାଣିଛ, ସେ ପରଠା ବୁଲାଇବା ସମୟରେ କହିଥିଲେ, ଯେତେବେଳେ ମୁଁ ତମ ବୟସରେ ଥିଲି, ଥଣ୍ଡାକୁ ଭୟ କରିବା ପରିବର୍ତ୍ତେ ମୁଁ ଏହାକୁ ମୋର ସାଥୀ ଭାବରେ ଗ୍ରହଣ କରିବାକୁ ଶିଖୁଥିଲି। ମୋ ମା କହୁଥିଲେ, ଯଦି ସମ୍ପର୍କର ଉଷ୍ମତା ଥାଏ, ତେବେ କୌଣସି ଥଣ୍ଡା ବୁଝିପାରିବ ନାହିଁ। ସର୍ବଦା ଏକ ଦୁଃସମର୍ଥନ ହୁଅ। ସ୍ମୃତିର ଦର୍ପଣ ଜଳଖିଆ ପରେ ମୁଁ ତାଙ୍କ ପାଖରେ ବସି ରହିଲି। ମୁଁ ଦେଖିପାରୁଥିଲି ଯେ ତାଙ୍କ ମୁହଁରେ ବୟସ ରେଖା ଅଛି, କିନ୍ତୁ ତାଙ୍କ ଆଖି ଉଜ୍ଜ୍ୱଳ ଥିଲା। ଅନୁଭୂତି ପ୍ରେମରୁ ଆସୁଥିଲା ଚମକ। ସେ ମୋତେ ତାଙ୍କ ପିଲାଦିନର ଆଉ କିଛି କାହାଣୀ କହିଥିଲେ। ଯେତେବେଳେ ମୁଁ ଛୋଟ ଥିଲି, ଶୀତଦିନେ ସମସ୍ତଙ୍କ ପାଇଁ କ୍ୟୁଲ୍ଟ ତିଆରି କରିବାକୁ ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥାଏ। ପ୍ରିୟଜନମାନେ ପ୍ରକୃତ ପ୍ରେମ, ତାଙ୍କ ସ୍ୱରରେ ଗଭୀରତା ଥିଲା ଯାହା ମୋ ହୃଦୟକୁ ସ୍ପର୍ଶ କରୁଥିଲା। ତାଙ୍କର କଥା ମୋତେ ଅନୁଭବ କଲା ଯେ ପ୍ରତ୍ୟେକ ସମ୍ପର୍କର ପ୍ରକୃତ ଉଷ୍ମତା ଅଛି। ଆମେ ଏହାକୁ କିପରି ଅନୁଭବ କରିବା ଜାଣିବା ଆବଶ୍ୟକ। ସନ୍ଧ୍ୟାରେ ଆଉ ଏକ ବିଶେଷ ମୁହୂର୍ତ୍ତ, ଯେତେବେଳେ ସୂର୍ଯ୍ୟ ଅସ୍ତ ହେବାକୁ ଲାଗିଲା, ଥଣ୍ଡା ପୁଣି ବଢ଼ିବାକୁ ଲାଗିଲା। ମାମୁଁ ମୋତେ ପ୍ରାଙ୍ଗଣକୁ ଡାକିଲେ। ସେ କାଠ ଜାଳି ନିଆଁ ପ୍ରସ୍ତୁତ କଲେ। ଆମେ ଦୁହେଁ ନିଆଁ ପାଖରେ ବସିଲୁ। ମାମୁଁ କହିଲେ, ଦେଖ, ଏହି ନିଆଁ ଜୀବନରେ ଥଣ୍ଡାକୁ ପରାସ୍ତ କରିବାର ପ୍ରତୀକ। ତେଣୁ ଏହି ଉପାୟରେ ତୁମର ସମ୍ପର୍କ, ତୁମ ଭିତରେ ଅଗ୍ନି ଜାଳିବା ତୁମକୁ ଆଗକୁ ବୁଝିବାକୁ ଶକ୍ତି ଦେବ। ତାଙ୍କର ଏହି ବିବୃତ୍ତି ମୋ ହୃଦୟରେ ଗଭୀର ଭାବରେ ସ୍ଥିର ହେଲା। ମୁଁ ଅନୁଭବ କଲି ଯେ ସମ୍ପର୍କ ମଧ୍ୟ ଏହି ଅଗ୍ନି ପରି। ଯଦି ସେମାନଙ୍କୁ ଧ୍ୟାନ ଏବଂ ପ୍ରେମ ସହିତ ଆଲୋକିତ କରାଯାଏ, ସେମାନେ ସର୍ବଦା ଆଲୋକ ଏବଂ ଉଷ୍ମତା ପ୍ରଦାନ କରନ୍ତି। ସେହି ରାତିରେ ଶୋଇବା ପୂର୍ବରୁ ମୁଁ ମୋର ଡାଏରୀ ବାହାର କରି ସେଥିରେ ଲେଖିଥିଲି, ଶୀତ ରାତି ଆମକୁ କେତେ ଉଷ୍ମ ଆବେଗ ଶିଖାଏ। ଜୀବନରେ ଅଛି ଏହି ଉଷ୍ମ ଉତ୍ସାହ କେବଳ ଅଗ୍ନିରୁ ନୁହେଁ, ବରଂ ପ୍ରିୟଜନଙ୍କ ସହିତ ବିତାଇଥିବା ମୁହୂର୍ତ୍ତରୁ ଆସିଥାଏ। ମାମୁଁଙ୍କର କଥା ଏବଂ ମୁଁ ତାଙ୍କ ସହିତ ବିତାଇଥିବା ସମୟ ମୋତେ ସମ୍ପର୍କର ପ୍ରକୃତ ଶକ୍ତି ଅନୁଭବ କରାଏ। ବରଫର ନିଆଁ, ସମ୍ବେଦନଶୀଳତା ଏବଂ ସମ୍ପର୍କର ମୂଳଦୁଆ ଧୀରେ ଧୀରେ ଲିଭି ଯାଉଥିଲା, କିନ୍ତୁ ସେହି ରାତିରେ ମାମୁଁଙ୍କ କଥା ମୋ ମନରେ ଗଭୀର ଭାବରେ ଜଳୁଥିଲା।
ତାଙ୍କ ପାଖରେ ବସି ନିଆଁର ଅବଶିଷ୍ଟ ଉଷ୍ମତାକୁ ଅନୁଭବ କରି ସେ ତାଙ୍କୁ ପଚାରିଲେ, ମାମୁଁ, ପ୍ରତ୍ୟେକ ସମ୍ପର୍କ ଏତେ ଶକ୍ତିଶାଳୀ ଏବଂ ସତ ହୋଇପାରିବ କି? ମାମୁଁ ଏକ ମୁହୂର୍ତ୍ତରେ ମୋତେ ଦେଖିଲେ ଏବଂ ସେ ହସିଲେ। ତାଙ୍କ ଆଖିରେ ଏକ ଅଦ୍ଭୁତ ଶାନ୍ତି ଥିଲା। ଏହି ବନଫାୟାର ଧୈର୍ଯ୍ୟ ଏବଂ କଠିନ ପରିଶ୍ରମ ପାଇଁ କାଠ ପରି। ସେହିଭଳି ସମ୍ପର୍କ ମଧ୍ୟ ସମୟ, ସମାଜ ଏବଂ ପ୍ରେମ ଆବଶ୍ୟକ କରେ। ତାଙ୍କର ଏହି ବିବୃତ୍ତି ମୋ ହୃଦୟରେ ଏକ ଗଭୀର ଭାବନା ଛାଡ଼ିଛି। ସେ ମୋତେ ଶିଖାଇଲେ ଯେ ପ୍ରତ୍ୟେକ ସମ୍ପର୍କ ଏକ ଯାତ୍ରା ପରି, ଯେଉଁଥିରେ ପ୍ରତ୍ୟେକ ପଦକ୍ଷେପକୁ ଯତ୍ନର ସହ ଗ୍ରହଣ କରିବାକୁ ପଡ଼ିବ। ଏକ ମୂଲ୍ୟବାନ ଉପହାର। ଯେତେବେଳେ ମୁଁ ପରଦିନ ସକାଳେ ଉଠିଲି, ମାମୁଁ ମୋ ପାଇଁ ଏକ ଉଷ୍ମ ପଶମ ଶାଲ ପ୍ରସ୍ତୁତ କରିଥିଲେ। ଏହା ତୁମର ନାନୀଙ୍କର ଶାଲ, ସେ କହିଲେ। ମୁଁ ସେହି ଶାଲକୁ ମୋ କାନ୍ଧରେ ରଖିଛି। ଏହାର କୋମଳ ଉଷ୍ମତା ମୋତେ କେବଳ ଶରୀରରେ ନୁହେଁ, ବରଂ ପ୍ରାଣରେ ମଧ୍ୟ ନିରାପଦ ମନେକଲା। ଜୀବନର ନୂତନ ଦୃଷ୍ଟିକୋଣ। ସେହି ଦିନ ପରେ ମୁଁ ମୋ ଜୀବନକୁ ଏକ ନୂତନ ଦୃଷ୍ଟିକୋଣରୁ ଦେଖିବା ଆରମ୍ଭ କଲି। ମୁଁ ପ୍ରତ୍ୟେକ ସମ୍ପର୍କରେ ମାମୁଁଙ୍କର ଇକୋ ଶୁଣିବାକୁ ଲାଗିଲି। ମୁଁ ଜାଣିଲି ଯେ କେବଳ ଥଣ୍ଡା ପାଗ ନୁହେଁ, ବରଂ ଜୀବନର ଶୀତଳ ଅସୁବିଧା ମଧ୍ୟ ପ୍ରେମ, ଧୈର୍ଯ୍ୟ ଏବଂ ସମର୍ଥନ ଦେଇ ଦୂର ହୋଇପାରିବ। ମାମୁଁ ଏବଂ ତାଙ୍କ ଆସନରେ ସେହି ପ୍ରେମ ମୋତେ ଜୀବନର ପ୍ରତ୍ୟେକ କଠିନ ପର୍ଯ୍ୟାୟରେ ସମର୍ଥନ କରିବାକୁ ଲାଗିଲା। ଯେତେବେଳେ ବି ମୁଁ କୌଣସି ଅସୁବିଧାରେ ଥାଏ, ସେ ନିଜକୁ ଏକ ଶାଲରେ ଗୁଡ଼ାଇ ତାଙ୍କ କଥା ମନେ ପକାଇଲି। ଦୁଃଖ ଅନୁଭବ କଲେ। କିଛି ବର୍ଷ ପରେ ସମୟ ଅତିବାହିତ ହେଲା। ମୋତେ ପାଠପଢ଼ା ଏବଂ କାମ ପାଇଁ ଘରୁ ଚାଲିଯିବାକୁ ପଡ଼ିଲା। ମାମୁଁ ବୃଦ୍ଧ ହୋଇଗଲେ, କିନ୍ତୁ ଯେତେବେଳେ ମୁଁ ତାଙ୍କୁ ଭେଟିବାକୁ ଯାଉଥିଲି, ସେ ମୋତେ ସମାନ ଉଷ୍ମତା ଏବଂ ସ୍ନେହରେ ଆଲିଙ୍ଗନ କରୁଥାଏ। ଦିନେ ଯେତେବେଳେ ମୁଁ ତାଙ୍କୁ ଭେଟିବାକୁ ଯାଇଥିଲି, ସେ ମୋତେ କହିଥିଲେ, ପୁଅ, ଆମ ଜୀବନରେ ସବୁବେଳେ ଥଣ୍ଡା ଆସିବ, କିନ୍ତୁ ଯଦି ତୁମେ ପ୍ରେମ ଏବଂ ବୁଝାମଣାର ନିଆଁକୁ ନିଜ ଭିତରେ ରଖୁଛ, ପ୍ରତ୍ୟେକ ଥଣ୍ଡା ପରାଜିତ ହେବ। ତାଙ୍କର ସେହି ଶିକ୍ଷା ମୋ ପାଇଁ ଅମୂଲ୍ୟ ଥିଲା। ସେହି ଦିନଟି ମୋର ସ୍ମୃତିର ସତେଜ ସ୍ମୃତି, ଯାହା କେବେ ଶେଷ ହେବ ନାହିଁ। ଆଜି ଯେତେବେଳେ ଶୀତଦିନ ଆସେ ଏବଂ ଶୀତଳ ପବନ ମୋ ଝରକାକୁ ଆସେ, ମୋର ମାମୁଁଙ୍କ କଥା ଏବଂ ତାଙ୍କ ଦ୍ୱାରା ଦିଆଯାଇଥିବା ଶାଲ ମନେ ପଡ଼େ। ଏବଂ ଶାଲ ଆଜି ମଧ୍ୟ ମୋ ସହିତ ଅଛି ଏବଂ ଯେତେବେଳେ ବି ମୁଁ ଏହାକୁ ଘୋଡ଼ାଇବି, ଲାଗେ ଯେପରି ତାର ଉଷ୍ମତା ମୋ ସହିତ ଅଛି। ତାର ଯତ୍ନ, ଶବ୍ଦ ଏବଂ ଗୋଟିଏ ରାତିରେ ମୋତେ ଶିକ୍ଷା ଦେଇଛି ଯେ ଜୀବନରେ ସବୁବେଳେ ଅସୁବିଧା ହେବ।